अनन्तरा। पादं दर्शित जेन तस्मै श्री नमस्ते अच्युतानंद नमस्ते जगन्नाथाय नमो यशवंत अनंत राम श्री गुरु आदि अनादि परम ब्रह्म तस्मै श्री प्रभे नमः। छुआटा जन्म है किए अभिमन्यु माँ को भाया शुणिले छुआटी भल खाली जे आमे प्रभु को कथा शुणिबा से सतसंग उद्धार नुह। तेणु महापुरुष माने आत्मबोध पाए 34 लिखती कौन आत्मबोध हम तेणु मनबोध हम मन को बुझेवा कहती अरे कहिली मन जेते मानिलु नाही कहिली मन जेते मानिलु नाही। बाबुरे ये मनटा एड़े चगलियाटा मनमुखी हेले सरीगला तेणु मन को चेता पुरुष सब बुझाऊँ कहला कहली मन जेते कहिली मन जेते मानिलु नाही कहली मन जेते मानिलु नाही कहिली मन चेता पुरुष कौच मानिलु नाही। खोल संसारे पड़ी खोल संसारे पड़ी होइलु माइए बोला तो दीन घटण ब्रह्म गुण कलु दर्शन रे गला तो दीना होइछि शशि सोल कलारे जे होइछि शशि सोल कलारे होइछि शशि बाबुरे
ଉଦେ ହୋଇଛି ଶଶି ଷୋଳ କଳାରେ ଉଦେ ହୋଇଛି ଶଶି ଷୋଳ କଳାରେ ଚାହା ନୟନ ଫେଡ଼ି ଦିବ୍ୟ ଡୋଳାରେ ବାବୁରେ ନୟନ ଫେଡ଼ି ଦିବ୍ୟ ଡୋଳାରେ ଛନ୍ଦି ଚରଣ ମନରେ ଛନ୍ଦି ଚରଣ ଛନ୍ଦି ଚରଣ ମନରେ ଛନ୍ଦି ଚରଣ ଜଗତକୁ ଦେଇଛି ଅନ୍ଧ କରିଣ ବାବୁରେ ଆମେ ଗୋଟିଏ ଅନ୍ଧେରେ ପଡ଼ିଛେ ଆମେ ପଡ଼ିଛେ କେମିତି ଅନ୍ଧ ଗୋଟିଏ କଥା ମୋର ମା ମାନେ ବାପା ମାନେ ସମସ୍ତ ଜ୍ଞାନୀଜନ ଗୁଣିକ ସମାଜ ଆପଣମାନେ ବସିଛନ୍ତି ଉଚାସୀନ ଯୁବ ସନ୍ନ୍ୟାସୀ ସମେତ ବୁଦ୍ଧିଜୀବୀ ମାନେ ବସିଛନ୍ତି ପତିବତ ପାବନ ଠାକୁର ବସିଛନ୍ତି ଆମ ଆଖିରେ ଆମେ କେତେ ଦେଖିଛେ ଯେ ଛନ୍ଦି ଚରଣ ମନରେ ଏ ଜଗତକୁ ଦେଇଛି ଅନ୍ଧ କରିଣ ଆମକୁ ଭଲ ଦେଇଛନ୍ତି ମନ୍ଦ ଦେଇଛନ୍ତି ତମେ କାହାକୁ ଯିବ ତମେ ଯାଉଛ ବଜାରକୁ ମଜା କରିବାକୁ ଭଲ ଦେଇଛନ୍ତି ମନ୍ଦ ଦେଇଛନ୍ତି ବାବୁରେ କିଏ ଯାଉଛି ହାଟକୁ ଯାଉଛି ବା ଯାତ୍ରାକୁ ଯାଉଛି କିଏ ବୋତଲଟିଏ କିଣୁଛି ପିଇବ କିଏ ଗୋଟା ମୁଆଁ ଉଖୁଡ଼ା କିଣୁଛି ଖାଇବ ସେ କାହିଁ ମୁଆଁ ଉଖୁଡ଼ା କିଣିଲା ଇଏ କାହିଁ ଏମିତିଆ କିଣିଲା ବାଟ କେମିତିଆ ଏଇ ଯୋଉ ସ୍ଥାନ ବ୍ରହ୍ମା ବଣ ଆମେ ସମସ୍ତେ ନିକଟରେ ପିଲାବେଳେ ଆମେ ଏଠିକି ଆସିଛୁ ବଣ ଗୋଖରା କଣ୍ଟା ଏଇ ଯୋଉ ଦିବ୍ୟ ବହୁ କାଳର ସ୍ଥାପନା ପାଷାଣ ଦେବାଦେବୀ ମାନେ ଅଛନ୍ତି ପାଷାଣ ଦେବାଦେବୀ ମାନେ କିଛି କିଛି ସନ୍ଥ ମାନେ ତାକୁ ମାଟି ତଳକୁ ଉଦ୍ଧାର କରି ଥୋଇଲେ ସିନ୍ଦୁର ଚନ୍ଦ୍ର ଭଳି ପୂଜା କଲେ ଖୋଳା କରିବାକୁ ଯାଉଛନ୍ତି ଥରେ ତୁମେ ଗୋପବନ୍ଧୁଙ୍କର ପୁସ୍ତକ ପଢିବ ସେ ଜଣେ ହେତୁବାଦୀ ସୁନ୍ଦର ହେତୁବାଦୀ ଦିବ୍ୟ ହେତୁବାଦୀ ବୋଲି ତାଙ୍କୁ କୁହାଯିବ ପିଲାଙ୍କୁ କହନ୍ତି ବାବୁରେ ଏ ଧନ ତମେ ଭଲ ପାଠ ପଢ ପିତାମାତାଙ୍କୁ ମାନ ଆଉ ତୁମେ ଏତେ ଠାକୁର ଭିତରେ ଭକ୍ତି କଲେ ତୁମେ ଅନ୍ୟ ପଥରେ ଚାଲିଯିବ ତୁମେ ପାଠ ସାଠ ପଢି ଦିବ୍ୟ ହବାକୁ ଚେଷ୍ଟା କର ଦିବ୍ୟ ପରେ ତୁମେ ଆଧ୍ୟାତ୍ମିକ ଚେତନାରେ ମନ ରଖିଥବ କିନ୍ତୁ ପ୍ରଥମେ ପାଠଶାଠ ପଢ ଏତିକ କରିସାରିଲା ପରେ ତୁମେ ଗୋଟେ ମଣିଷ ଭଳିଆ ମଣିଷ ହବ ଗୋପବନ୍ଧୁଙ୍କୁ ଦେଖିଲା ଭଳିଆ କୋଉ ମନ୍ଦିରକୁ ଯାଆନ୍ତିନି କିନ୍ତୁ ଏକୁଟିଆ ବେଳେ ବ୍ରାହ୍ମ ମୁହୂର୍ତ୍ତରେ ଯାଇକରି କାନ୍ଦୁଥିଲେ ଥରେ ଶ୍ରୀମନ୍ଦିରରେ କାନ୍ଦୁଛନ୍ତି ତାଙ୍କର ଅନୁଗାମୀ ଜଣେ କହିଲେ ଆଜ୍ଞା ଆପଣ ପୁରା କହନ୍ତି ଯେ କି କୌଣସି ମନ୍ଦିର କଥା ନୁହେଁ ବୋଲି କହିଲେ ଚୁପ୍ ପାଟି କର ନା ଭକ୍ତି ହୃଦୟ ଭିତରେ ମୁଁ କାହିଁକି ଆସିଛି ପୁଅ ଆମର ପଢୁଥିଲେ ଓଡ଼ିଆ ମାଟି କେତେ ଗୌରବ କାଳିଆ ଶାନ୍ତ ଓଡ଼ିଆ ପୁଅ ଗୌରବମୟ କଥା କହିଲେ ଆମେ ପ୍ରାର୍ଥନା ଯୋଉ କରୁଛେ ଆମେ ପ୍ରାର୍ଥୀ ହବା କଣ ପ୍ରାର୍ଥୀ ନା ଠାକୁରଙ୍କ ପାଖରେ ଆମେ ପ୍ରାର୍ଥୀ ହବା ଠାକୁରେ ତୁମେ ସବିକର ମାଲିକ ଯୋଉ ବସା ଘରଟି ହେଇଛି ମୁଁ ବସିଥିଲି ଗୋଟେ ଜାଗାରେ ଲେଖା ହେଇଛି ଆମ ସମସ୍ତଙ୍କର ମାଲିକ ଜଣେ ତାକୁ ଶିରିଡି ସାଇ କହିଥିଲେ ସବକା ମାଲିକ ଏକ ଭାଗବତରେ ମଧ୍ୟ କହିଛନ୍ତି ଭାଗବତ ଜଗନ୍ନାଥ ଦାସ କହିଛନ୍ତି ତୁ ଯେବେ ଏକ ଭାବେ ଭାବୁ ଏ ଘୋର ସଂସାର ତରିବୁ এই ସଂସାରରୁ ତରିବୁ ଆମେ ଏକମୁଖୀ ହେବା ଦରକାର ଆଜି ଆମେ ସମସ୍ତେ ଗୋଟିଏ ଜାଗାରେ ବସିଛେ କାହିଁକି ଏକମୁଖୀ ହେଇଛେ
ये एकमुखी हवा सब आध्यात्मिक चेतनार वार्ता किंतु वर्तमान जो हेतुवादी माने विभ्रांत करुचंती कहीं छाड़तु से मत गोटे जगार थाए भल लोक पुला आसवे मंद लोक पुला आसवे से तो समस्ते एकाठी गले एकाठी गले जदि पुआ आमर कहते बाबा समस्त को हरिबोल दियो हुड़ाहुड़ी दियो केते जन हरिबोल देले केते जन हुड़ाहुड़ी देले आ केते जन देलेनी जेमतिया कथा सेमती प्रथम आम देखा ये जो हेतुवादी भाया जो लोक ये पृथ्वी रे केते जन आध्यात्मिकवादी केते जन सबू राष्ट्र रे आध्यात्मिक बिना गति ना ताले से माने कोठी रहमान पड़िबे कहीं कथा शुणव दरकार से कौन होती हवा को दियो प्रथम मन तो जिते हलौचे हला ना तले न पड़े गला तुमको जदि भल लगे सत्य से सत्य को केबे छाड़ ना कहीं कहते पूर्व आम ना तुम जानी गोटा उठिला बाबा कहीं एमती कहले से मांसरे तुलसी पड़ा कथा से बही भी एबे आनीची महापुरुष लिखिछंती गुप्त खेद जोर ताली मारनो रे गुप्त खेद तुम्हें माने समस्ते एठी उपस्थित अछ कहि परिबो महापुरुष जो कथा कही थिले ता सत्य कि मिछ समस्ते अनुभव कर कथा सत्य कई पदे कही पाइल सत्य बोली तुमको कली माड़ी गई तुमको कली माड़ी बसी कहीं सत कहवा साहस सतटा मिछ पाखे बंधा पड़ी मु कहि मो पाखे कौन प्रमाण ना मु मो मनरू जोड़िकी कही कौनटा कही आम महापुरुष अच्युतानंद एते बड़ एते अलौकिक शक्ति सी ना ताकू जिते खराब भोजन गुराक दौले से जिनिसटा पकईदेला से अमृतमय हो जाऊला महापुरुष अच्छा ये कथा कहीं देहरे कार गलानी कहीपर से माने परा से खिया गुराक जो मैंने ये कथा उठे से खिया गुराक तापर गोटे मु कथा कही मांस खाइबू मछली खाइबू आमिष खाइबू नाही ये खीरी जे खाइबू खेचड़ी खाइबू ये अरुआ खाइबू नाही ताकू हेले बाबाजी होचनी मांस खिया मु परा मांस खियाटा मु तमते मान न मान मु कोन तमरी पे बाबाजी मु कौन कही मत मानव बोली मु जा बुझी कौन से पद तमें जा बुझी बुझा बुझी रे टीबड़ा आउ तम आखि अच्छी मो आखि अच्छी आखि थाउ किए कणा बापा गोटे किए बाटेरे जाउछि बाबाजी कहते ये हूँ मो माँ भाया मो आखि कहला मो झील भाया आउ जड़े सब अन्य प्रकार कहूँ कहीं कहला यही आखि तो कहीं कहला कहीपर तेणु सी बुद्धि विवेक ना आखि कौन किए कौन बुझुची कौन किए बुझुची थरे मन रख जने सन्थ गोटे गछ मूले बसी बस गोटे काउटे रांपुची चढ़ईटे रांपुची सन्थ मन को कौन भावी नेले सी तन मन प्राण आनंद होकरी दोली जाऊँच आनंद होती ताली मारुंच से पक्षीटा कौन रांपुची गोटे भोर समय तुम जमी जाऊच कसरत करने जाओ तुम भाषा एक्सरसाइज करने जा मर्णिंग वाक कर सी पिलाटा तार कसरत कर चलुची
ସେଠି କହିଲା ରେ ହେ ପୁଅ ଏଠିକିଆ ଜଣେ ବୁଢ଼ା ସନ୍ଥ ଡାକୁଛନ୍ତି ସେ ସବୁ ସେଠିକି ପାଖକୁ ଗଲେ କହିଲେ ହେ ବାପା ଧନ ତୁ ଦେଖିଲୁ ଏ ଗଛ ଉପରେ କିଏ ଗୋଟା ରାବୁଛି ନା ହଁ ଜଣେ ଚଢ଼େଇ ରାବୁଛି ନା କ'ଣ କହୁଛି କହିଲୁ ନା କ'ଣ ସେ କହିବ ନା ସେ ବା କହୁଛି ରାମ ସୀତା ଦଶରଥ ରାମ ସୀତା ଦଶରଥ ରାମ ସୀତା ଦଶରଥ ନା ନା ମୋତେ ଏଇଟା ଶୁଭୁନି ନା କ'ଣ କହୁଛି ନା ଦଣ୍ଡମୁଣ୍ଡୁ କସରତ ତାକୁ ଶୁଭୁଛି ସେ ସେଇଆ ହୁଏ ହେଲେ ହଉ ବହ ଆଉ ଜଣେ ବେପାରୀ ସେ ବାଟେ ଧଣିଆ ଜିରା ଅଦାକୁ ବିକ୍ରି କରିବାକୁ ଯାଉଛି ହାଟକୁ ଯିବ ସେଦିନ କହିଲେ ଆରେ ପୁଅ ଏ ଟିକେ ଆଇବୁ ନା ନାଇଁ ଆଜ୍ଞା ମୁଁ ଜଣେ ବେପାରୀ ଲୋକ ହାଟ ଲାଗିଗଲାଣି ମୁଁ ଯିବି ନା ଟିକେ ବ ଏଠି ସନ୍ଥ ଜଣେ ଡାକୁଛନ୍ତି ବେପାରୀ ଜଣେ ବସିଲା ଏମିତି ବସିଲା କହିଲା କ'ଣ କହିଲା ଦେଖିଲୁ ଏ ଚଢ଼େଇଟା କ'ଣ କହୁଛି ନା ଚଢ଼େଇ ତାର ବୋବଉଛି କ'ଣ କହିବ ନା ନାହିଁ ମ ସେ କହୁଛି ରାମ ସୀତା ଦଶରଥ ରାମ ସୀତା ଦଶରଥ ରାମ ସୀତା ନା ନା ସେଇଟା କହୁନି ନା କ'ଣ କହୁଛି ନା ଜିରା ଧଣିଆ ଅଦ୍ରକ ନା ଜିରା ଧଣିଆ ଅଦ୍ରକ ନା ଏଇଆ କହୁଛି ନା ହଁ ହେଲା ହବ ନାପି ତ ଯେ ଭଣ୍ଡାରୀ ଖିଅର କରେ ଖୁର କଇଁଚି ଧରିକିରି ଆଉଛି ଯାଉଛି ସକାଳୁ ସବୁ ସମିତିକି ମୁଣ୍ଡନ କରିବ ବା ଖବର କରିବ ଏ ନାପି ତ ପୁଅ ଟିକେ ବସିବୁ ନା ନାଇଁ ମ ଆଜ୍ଞା ମୁଁ ଯିବି ମୋର ମାଲିକମାନେ ଅଛନ୍ତି ତାଙ୍କୁ କ୍ଷୀର ବାର କରିବି ଟିକେ ବାବାଜୀ ଲୋକ ଯେତେବେଳେ ଡାକୁଛନ୍ତି ବସିଲା କହିଲା ଦେଖିଲେ ଚଢ଼େଇଟା କ'ଣ ବୋବଉଛି ନା କ'ଣ ବୋବେଇବ ମ ନା ସେ ବା କହୁଛି ରାମ ସୀତା ଦଶରଥ ନା ନା ଆଜ୍ଞା ସେ ସେଇଆ କହୁନି ସେ କ'ଣ କହୁଛି ନା ଖୁର କହିଛି କତରତ ବାବାଜୀ କହିଲେ ଧନ୍ୟ ରେ ଜଗତ ଯିଏ ଯୋଉଥିରେ ମଜିଛି ସେ ସେଇ କଥାକୁ ଚଲେଇଛି ଏ ହେତୁବାଦୀ ମାନେ ସେଇଆ ଅଣ ହେତୁଆ ହେତୁ ଜ୍ଞାନ ନାହିଁ ଚଲେଇବେ ତେଣୁ ସିଏ ଚଢ଼େଇଟା ସତ କହୁ ବା ମିଛ କହୁ ଜଣେ ସନ୍ଥ ସତ କହୁଛନ୍ତି କି ମିଛ କହୁଛନ୍ତି ତମେ ବୁଝିଲ କ'ଣ ସିଏ କହୁଛନ୍ତି କୁହ ରାମ ସୀତା ଦଶରଥ ଅର୍ଥାତ୍ କେହି ଜଣେ ଇଷ୍ଟକୁ ତମେ ସ୍ମରଣ କର ପ୍ରତ୍ୟେକ ଶବ୍ଦରେ ବା ପ୍ରତ୍ୟେକ ରାବ ଶବ୍ଦ ନାଦରେ ତମେ କୁହ ଓମ୍ ରାମ ହରେ କୃଷ୍ଣ ବୋଲେ ତମେ ଚେତନା ଆସିବ କିନ୍ତୁ ଇଏ ଅବୁଝା କହୁଛନ୍ତି ନାହିଁ କାହିଁକି ନା ତାଙ୍କର ମାୟା ସଂସାରରେ କହିଲି ମନ ଯେତେରେ ମାନିଲୁ ନାହିଁ ମନ ଯେତେରେ ମାନିଲୁ ନାହିଁ ଫଳ ସଂସାରେ ପଡ଼ି ହୋଇଲୁ ବାଇ ଇଏ ଖୋଳ ସଂସାରରେ ପଡ଼ି ବାଇ ହେଇଛନ୍ତି ପୁଣି ସେଇଭଳିଆ ଗୋଟେ କଥା କହୁଛି ଶୁଣ କାହିଁକି ଖୋଳ ସଂସାର ବାବୁରେ ଇଏ ଆଧ୍ୟାତ୍ମିକତା ହେଇଛି କ'ଣ ନା ଆତ୍ମକୁ ଚେତନା ଦବା ଆମ ମନକୁ ବୁଝେଇବାର ଚେତନା ହଉଛି ଆଧ୍ୟାତ୍ମିକ ଚେତନା ଯୋଉମାନେ ଆଜି ଏଇ ହେତୁବାଦ ମାନେ ଘୋରି ଦେଉଛନ୍ତି ସମସ୍ତ ଭିତରେ ବିଷ ତାଙ୍କର ଯେ ସେ କୋଉ କାଳରେ କ'ଣ ଥିବେ ନଥିବେ ସେ ତ କିଛି ମାନନ୍ତିନି ଅମାନିଆ କହିଲେ ଚଳିବ ଯେ ମାନିକିରି ବସେ ତାକୁ ମାନବ ବୋଲି କହିବା ମାନବ ଯେ ମାନିକିରି ବସିଲା ସେ ମାନବ ଯେ ମଣିଟାକୁ ସହିଲା ସେ ହଉଛି ମଣିଷ ଏମାନେ ମଣିଷରେ ଗଣା ହେବେ କି ରାକ୍ଷସରେ ଗଣା ହେବ କହିପାରିବେନି ହେତୁବାଦୀ ଆଜି କାହିଁକି ଏ ବିଶ୍ୱଟାକୁ ଦୋହଲେଇ ପକାଉଛନ୍ତି ବା ଏ ଭାରତ ବର୍ଷକୁ କାହିଁକି ଦୋହଲେଇ ପକାଉଛନ୍ତି ସିଏ ଜାଣିଥିବେ ଯଦି ମଙ୍ଗଳ ହଉଥିବ ତାଙ୍କ କଥା ସେ କରନ୍ତୁ କିନ୍ତୁ କାହିଁକି ଏଠି କୁହାଯାଇଛି ଦେଖ ଇଏ ସତ ହଉ ବା ମିଛ ହଉ ଗୋଟିଏ ଜୀବନ ମଧ୍ୟରେ ଗୋଟିଏ ଜୀବ କେମିତି ଚଳିବ ଶୃଙ୍ଖଳିତ ହବ ଆମେ ଯଦି କହିବା ବାବୁରେ ଇଏ ହେତୁବାଦୀ ମାନେ ଯାହା କହୁଛନ୍ତି ସବୁବେଳେ ମାଛ ମାଂସ କୁକୁଡ଼ା କଇଁଛ ସବୁ ଖାଇଯା ମଇଁଷି ଆଣି ଖାଇଯା ଏ ଗୋରୁ ଗାଈ ଆଣି ଖାଇଯା କ'ଣ ହବ ବିଶ୍ୱ ରହିବ ତ କିନ୍ତୁ ଧର୍ମ ଗୋଟିଏ ଅଙ୍କୁଶ ଧରିଛି ଧନରେ ଏ ଜୀବ ହତ୍ୟା କର ତମେ ଜୀବ ହତ୍ୟା କର এইটা ঠিক না ভুল ତେଣୁ ଏଇଠି ଯୋଉ କୁହାଯାଇଛି ରେ ମନ ତୁ ଖୋଳ ସଂସାରରେ ପଡ଼ି ବାଇଗଲୁ ସଂସାର କେମିତିଆ ଗୋଟେ ସୁଖ ସଂସାର ଗୋଟେ ହଉଛି ଖୋଳ ସଂସାରରେ ମଣିଷ ଦୁଃଖ ପାଏ ସୁଖ ସଂସାରରେ ମନେ ତ ଆନନ୍ଦ ଅନୁଭବ କରେ ସେ ସୁଖ ସଂସାରଟା କେମିତିଆ ଦେଖ ଏଇଠି ଏଇ ଟପିକଟା କହୁଛି ସମସ୍ତେ ଅନୁଭବ କରେ ଆମେ କାହିଁକି ଶିବଙ୍କୁ ପୂଜା କରିବା ସେ ସତ ହୁଅନ୍ତୁ ବା ମିଛ ହୁଅନ୍ତୁ ଆମକୁ ଯୋଉ ଦାୟକ ମାନେ ପୂର୍ବ ଦାୟକ ମାନେ ଆମକୁ କହିଦେଇ ଯାଇଛନ୍ତି
କାହା ମନକୁ ପାଇଲେ ମାନୁଛନ୍ତି, କାହା ମନକୁ ପାଇଲେ ନ ମାନୁଛନ୍ତି। କିଏ କଣ ପାଇଛି ସେ କଥା ଅଲଗା, କିନ୍ତୁ ଠାକୁର କିଏ କଣ ହୃଦୟଙ୍ଗମ କରିବା କଥା। ବାବୁରେ